ଠାକୁରଙ୍କର ଅନ୍ତରଙ୍ଗ କେତୋଟି ଭକ୍ତମାନଙ୍କର ଅନୁଭବର କଥା। ତେଣୁ ସେଠି ଭକ୍ତ କହିଲେ ଭଗବାନଙ୍କର ସେବାକାରୀ ବା ସନ୍ନ୍ୟାସୀ ହୁଅନ୍ତୁ ବା ସନ୍ନ୍ୟାସିନୀ ନା ଗୃହସ୍ଥ ଭକ୍ତ, ଯାହାକୁ କହିଲେ ମଧ୍ୟ ପ୍ରଭୁଙ୍କର ଯିଏ ସେବକ ନିଷ୍ଠାପର ସେବା କରନ୍ତି ସେ ହେଉଛନ୍ତି ତାଙ୍କରି ଭକ୍ତ। ଶ୍ରୀ ଶ୍ରୀ ଠାକୁରଙ୍କର ନିଷ୍ଠାବାନ ସେବାକାରୀ ମଧ୍ୟରେ ପୁରୁଷୋତ୍ତମ ବାବା ଅନ୍ୟତମ। ତାଙ୍କ ଉପରେ ଦିଆଯାଇଥିବା ସେବାକୁ ସେ ଯଥା ସମୟରେ କରନ୍ତି। କି ଶୀତ କି ବର୍ଷା, ବର୍ଷକ 365 ଦିନ ରାତ୍ର 4ଟାରୁ ଉଠି ସ୍ନାନ କରି ଝାଞ୍ଜ ବଜାଇ ଆଶ୍ରମ ପରିସରରେ ବୁଲି ଠାକୁରଙ୍କୁ ପହୁଡ଼ ଉଠାନ୍ତି। ଉଠ ଉଠ ଶ୍ୟାମ ଶେଷ ହେଲାନି ସିଏ ବ୍ରଜ ଶଶୀ, ଉଠ ଉଠ ଶ୍ୟାମ। এই ଗୀତ ଗାଆନ୍ତି। କଳା ହାତୀରେ ନିଶି ହେଲା ପାହାନ୍ତି, এই ଗୀତ ଗାଆନ୍ତି। ଯାହା ହଉ ପହଡ଼ ଉଠା ଗୀତ ଗାଆନ୍ତି। କିଭଳି ନା ଝାଞ୍ଜଟିଏ ଧରନ୍ତି, ଝାଞ୍ଜର ତାଳେ ତାଳେ ଠାକୁରଙ୍କର এই ଭଜନକୁ ଗୀତକୁ ଗାଇ ଚାରିପଟେ ପରିକ୍ରମା କରନ୍ତି। ଏବଂ ଦୈନିକ ସକାଳ ପୂଜା ପରେ 9ଟା ବେଳକୁ ମଣୋହି କୋଠାରେ ଖେଚଡ଼ି ପ୍ରସାଦ ବଣ୍ଟନ ଦାୟିତ୍ୱ ମଧ୍ୟ ତାଙ୍କରି ସେବା। ପ୍ରତ୍ୟେକ ପାତ୍ରରେ ଖେଚଡ଼ି ପ୍ରସାଦ ସହିତ ତରକାରୀ, ଡାଲମା, ଭଜା ପ୍ରଭୃତିକୁ ଏପରି ଭାବରେ ସେ ପରିବେଷଣ କରିଦିଅନ୍ତି ଯେ ସନ୍ନ୍ୟାସୀଙ୍କ ଠାରୁ ଭକ୍ତ ପର୍ଯ୍ୟନ୍ତ ସମସ୍ତେ ସନ୍ତୁଷ୍ଟ ମନରେ ପ୍ରସାଦ ସେବା କରନ୍ତି। ଜନ୍ମ ଉତ୍ସବ ଭଳି ଏତେ ଗହଳି ସମୟରେ ମଧ୍ୟ ପ୍ରତ୍ୟେକ ଭକ୍ତମାନଙ୍କୁ ସାକ୍ଷାତ କରି ପ୍ରସାଦ ପାଇଛି କି ନାହିଁ ବୋଲି ତଦାରଖ କରନ୍ତି। ଆଶ୍ରମରେ ପ୍ରସାଦ ସେବା ବେଳ ଗଡ଼ିଯାଇଥିବା ପରେ କୌଣସି ଭକ୍ତ ପହଞ୍ଚିଲେ ତାଙ୍କୁ ପଖାଳ ପ୍ରସାଦ, ଚୁଡ଼ା, ଫଳମୂଳ ଯାହା କିଛି ଥାଏ ପାଇବାକୁ ଦେଇ ସନ୍ତୁଷ୍ଟ କରାନ୍ତି। ଏଥିପାଇଁ ଓଡ଼ିଶା ଓ ଓଡ଼ିଶା ବାହାର ସମସ୍ତ ଭକ୍ତମାନଙ୍କ ପାଖରେ ସେ ଜଣେ ଦରଦୀ ସ୍ନେହୀ ସନ୍ନ୍ୟାସୀ ଭାବରେ ପରିଚିତ। ଭକ୍ତମାନେ ଆଜି ମଧ୍ୟ ଆଶ୍ରମରେ ତାଙ୍କର ଅଭାବକୁ ଅନୁଭବ କରୁଛନ୍ତି। ପ୍ରଥମେ ସେ ଠାକୁରଙ୍କୁ କିପରି ଦର୍ଶନ କଲେ ସେ ବିଷୟରେ ଥରେ ତାଙ୍କୁ ପଚାରିବାର ସୁଯୋଗ ପାଇଥିଲି। ସେ ଭାବ ପ୍ରବଣତାର ସହ ଲୁହ ଛଳ ଛଳ ଆଖିରେ ତାଙ୍କର ଅତୀତ ଇତିହାସକୁ ପରସି ଦେଲେ ଏ ଅଧମଙ୍କ ପାଖରେ। ସେ କହିଲେ 1979 ମସିହା କଥା। ମୋର ସେତେବେଳେ ବୟସ 25 ବର୍ଷ ହେବ। ଜଗତସିଂହପୁର କୁଳସାଇ ବାବାଜୀ ଦୀନବନ୍ଧୁ ଦାସଙ୍କ ମଠରେ ସୁବର୍ଣ୍ଣ ବାବାଙ୍କ ଠାରୁ ମୁଁ ନାମ ନେଇଥିଲି। ନାମ ନେଲା ପରେ କିପରି ଠାକୁରଙ୍କୁ ପୂଜା କରିବାକୁ ହୁଏ ବାବା ମୋତେ ଶିଖାଇଥିଲେ। ପୂଜା କରିବାକୁ ଠାକୁରଙ୍କ ଅବଧୂତ ଫଟୋ ବିଗ୍ରହଟିଏ ମୋତେ ଦେଇଥିଲେ। ମୁଁ ଗାଧୋଇ ସାରି ଫୁଲ, ଚନ୍ଦନ, ତୁଳସୀ, ଧୂପ, ଦୀପ ଦେଇ ଯେତେବେଳେ ପୂଜା କରେ ସେତେବେଳେ ମୁଁ ଅନୁଭବ କରେ ସତେ ଯେପରି ଠାକୁର ହାତ ଠାରି ତାଙ୍କ ନିକଟକୁ ଯିବା ପାଇଁ ଡାକୁଛନ୍ତି। କିଛି ଦିନ ପରେ ସୁବର୍ଣ୍ଣ ବାବା ଠାକୁରଙ୍କ ପାଇଁ ରୂପା ମୁକୁଟଟିଏ କରି ନେଇ ଆଶ୍ରମକୁ ଯିବାକୁ ବାହାରିଲେ। ମୋର ଆନନ୍ଦ ଦେଖେ କିଏ। ମୁଁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ବାବାଙ୍କ ସହିତ କରମଳା ଆଶ୍ରମକୁ ବାହାରିଲି। କଟକ ଠାରୁ ଟ୍ରେନ୍ ଧରି ଡେଲାଙ୍ଗ ଷ୍ଟେସନରେ ଓହ୍ଲାଇ ମୁନିନ୍ଦା ଦେଇ ଚାଲି ଯାଇ ସନ୍ଧ୍ୟା ସୁଦ୍ଧା ଆଶ୍ରମରେ ମୁଁ ଏବଂ ଆମର ଜଣେ ସାଙ୍ଗ
ପହଞ୍ଚିଲୁ। ଆଶ୍ରମରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରିବା ପାଇଁ ମନ ମୋର ବ୍ୟାକୁଳ ହୋଇଉଠିଲା। ସୁବର୍ଣ୍ଣମା ମୋତେ ଦେଇ ଠାକୁରଙ୍କ ସହିତ ସାକ୍ଷାତ କରାଇଦେଲେ। ତ ମୁଁ ସାଷ୍ଟାଙ୍ଗ ପ୍ରଣାମ କଲି। 15 ଦିନ ପର୍ଯ୍ୟନ୍ତ ଆଶ୍ରମରେ ରହି ଠାକୁର ଓ ସନ୍ନ୍ୟାସୀମାନଙ୍କ ସ୍ନେହରେ ବାନ୍ଧି ହୋଇଗଲି। ସୁବର୍ଣ୍ଣମା ମୋତେ ନେଇ ଠାକୁରଙ୍କ ପାଖରେ ପହଞ୍ଚିଲେ। କାରଣ ବାବାଙ୍କର ମୋର ଆଉ ଜଣଙ୍କର ଏଭଳି 3 ଜଣ ଆମେ ଆଶ୍ରମକୁ ଆସିଲୁ। ଆଉ ମୋର ଘର କଥା ମନେ ପଡ଼ିଲା ନାହିଁ। କିନ୍ତୁ ଠାକୁର ଘରକୁ ଫେରିଯିବା ପାଇଁ ଆଦେଶ ଦେଲେ। ଠାକୁରଙ୍କ ଆଜ୍ଞା ମାନି ଘରକୁ ଫେରିବାକୁ ବାଧ୍ୟ ହେଲି। ହେଲେ ସବୁବେଳେ ଠାକୁର ମନେ ପଡ଼ୁଥାନ୍ତି। ପୂଜା ବେଳେ କାନ୍ଦି କାନ୍ଦି ଠାକୁରଙ୍କୁ ଜଣାଇଥାଏ ମୋତେ ତାଙ୍କ ପାଖକୁ ନେଇଯିବା ପାଇଁ। ଠାକୁର ମଧ୍ୟ ଅଳ୍ପ ଦିନ ମଧ୍ୟରେ ସେ ସୁଯୋଗ ଆଣିଦେଲେ। କିଛି ଦିନ ପରେ ମୋ ମାଆଙ୍କର ଦେହାନ୍ତ ହୋଇଗଲା। ମାଆଙ୍କ ଶୁଦ୍ଧକ୍ରିୟା ପରେ ଦୀନବନ୍ଧୁ ବାବାଙ୍କ ସହିତ ମୁଁ ପୁଣି ଫେରିଲି ମୋ ଜୀବଧନ ଠାକୁରଙ୍କ କୋଳକୁ। ମୋ ଠାକୁର ଭଜନ ନୀଳପଦ୍ମର ବହିରେ ଲେଖିଥିଲେ, ଅତି ବ୍ୟାକୁଳରେ ଡାକିଲେ ଦେଖା ମିଳେ ଅତି ଚଞ୍ଚଳେ, ଭକ୍ତ ଭାବଗ୍ରାହୀ ଭାବକୁ ନିକଟ, ଭକ୍ତ ସଙ୍ଗେ ଖେଳି ମାରନ୍ତି ତାଳି, ତାକୁ କିଏ ଅବା ପାରିବ ଧରି। ଏ ଭଜନଟି ମୋର ମନେ ପଡ଼ିଗଲା। ମୁଁ ତ ଚଲା ବାଟ ଜାଣିନଥିଲି। ଦୀନବନ୍ଧୁ ବାବାଙ୍କ ସହିତ କାକଟପୁର ଦେଇ ଚାଲି ଚାଲି ଆସିଲୁ। ସାକ୍ଷୀଗୋପାଳରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଗଲା। ସେଇଠାରେ ଗୋଟିଏ ମଠରେ ଆମେ ରାତିରେ ବିଶ୍ରାମ କଲୁ। ସେ ମଠର ବାବାଜୀ ମୋତେ ବିଭିନ୍ନ ପ୍ରଲୋଭନ ଦେଖାଇ ତା ପାଖରେ ରଖିଦେବାକୁ ଚାହିଁଲା। ସେ ମଠ ବାବାଜୀ କଥା ଶୁଣି ମୁଁ ପ୍ରମାଦ ଗଢ଼ିଲି। ମନେ ମନେ ଠାକୁରଙ୍କୁ ପ୍ରାର୍ଥନା କଲି, ହେ ଠାକୁରେ, ମୁଁ ଆପଣଙ୍କର ମୋତେ ନିରାପଦରେ ନେଇ ଆପଣଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ। ଠାକୁରଙ୍କ ପଦେ ଗୀତ ମୋର ମନେ ପଡ଼ି ଆଖିରୁ ଲୁହ ଝରିଗଲା। ଏ ପୁଷ୍ପେ ବହୁତ ମକ୍ଷିକା ଆସି ବସନ୍ତି ନିତ୍ୟ, ସେ କି ମକରନ୍ଦ ମର୍ଯ୍ୟାଦା ଜାଣି ବେଟି ହେ କାନ୍ତ, ଫୁଟିଛି କୁସୁମ ଚୁମ ହେ ଆସି ମୋ ଗଳା ମାଳି, ତୁମ ପାଇଁ ଫୁଲ ଫୁଟିଛି ନିଶ୍ଚୟ ଜୀବ ମଉଳି। ମୋ ଆଖିକୁ ନିଦ ଆସୁନଥାଏ। ଠାକୁରଙ୍କ କଥା ଭାବି ଭାବି ଟିକିଏ ଛାଇ ନିଦ ଲାଗିଛି କି ନାହିଁ ମୁଁ ସ୍ୱପ୍ନରେ ଦେଖୁଛି ଠାକୁର ମୋତେ ହାତ ଠାରି ଡାକୁଛନ୍ତି ଆଉ କହୁଛନ୍ତି, ଚାଲି ଆସ ପୁରୁଷୋତ୍ତମ, ଚାଲି ଆସ। ମୋ ନିଦ ଚାଉଁକିନା ଭାଙ୍ଗିଗଲା। ଦେଖିଲି ସମସ୍ତେ ଶୋଇପଡ଼ିଛନ୍ତି। ମୁଁ ଆଉ ଦୀନବନ୍ଧୁ ବାବାଙ୍କୁ ଉଠାଇ ସ୍ୱପ୍ନରେ ଠାକୁରଙ୍କ ଆଦେଶ କଥା ଜଣାଇଲି। ଆମେ ନୀରବରେ ସେ ମଠ ତ୍ୟାଗ କରି ପୁରୀ ଚାଲି ଆସିଲୁ। ପୁରୀ ମରିଚିକୁଟି ଆଶ୍ରମରେ ନବକିଶୋର ବାବା ରହୁଥାନ୍ତି। ସେଠାରେ ପହଞ୍ଚିଲା ବେଳେ କରମାଳା ଆଶ୍ରମକୁ ଯିବା ପାଇଁ ସେ ଅନ୍ୟ ଭକ୍ତମାନଙ୍କ ସହିତ ସାଥୀ କରାଇଦେଲେ। ଅପରାହ୍ନ ସୁଦ୍ଧା ଶାନ୍ତି ଆନନ୍ଦ ଆଶ୍ରମରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରି ଆଶ୍ୱସ୍ତ ହେଲି। ଆଶ୍ରମରେ କିଛି ଦିନ ରହିଲା ପରେ କୃପାମୟ ଠାକୁର ମୋତେ ବାନା ଦାନ କରି ସନ୍ନ୍ୟାସୀ କରିଦେଲେ। ତାପରେ ଦୀନବନ୍ଧୁ ବାବା ଠାକୁରଙ୍କୁ କହିଲେ, ଠାକୁରେ, ଏଥର ପୁରୁଷୋତ୍ତମ ବାବାଙ୍କୁ ମୋ ସହିତ ଛାଡ଼ନ୍ତୁ। ଠାକୁର ମନା କଲେ, କହିଲେ ନା, ସେ ଏଠାରେ ଠାକୁରଙ୍କ ସେବାରେ ରହିବ। ପ୍ରଥମେ ସେବା ଠାକୁର ଦେଲେ ସ୍ନାନ ପୂର୍ବରୁ ଠାକୁରଙ୍କ ପାଦପଦ୍ମକୁ କୋଳରେ ରଖି ତେଲ ମାଲିସ କରିବାକୁ। ସ୍ନାନ ବେଳେ ମୁଁ ଠାକୁରଙ୍କ ଶ୍ରୀଅଙ୍ଗରେ ସାବୁନ ଲଗାଇ ଦିଏ। ଏ ସେବା ସୁବର୍ଣ୍ଣ ବାବାଙ୍କର ଥିଲା। ସେ ଭ୍ରମଣରେ ଗଲେ ତାଙ୍କ ସେବା ମୁଁ କରେ। ଅପରାହ୍ନ 4ଟା ସମୟରେ ମୁଁ କମଳା ଛଡ଼ାଇ ରସ ବାହାର କରି ଠାକୁରଙ୍କୁ ଦିଏ। ସମୟ ପାଇଲେ ଠାକୁରଙ୍କୁ ଆଲଟ କରେ। ଆସ୍ତେ ଆସ୍ତେ ସେବା ପରିମାଣ ବଢ଼ିଲା। ଫଳମୂଳ ରକ୍ଷଣ ଦାୟିତ୍ୱ ଠାକୁର ମୋତେ ଦେଲେ। ସକାଳ ସମୟରେ ଖେଚୁଡ଼ି ବଣ୍ଟନ ଦାୟିତ୍ୱ ମୁଁ ମଧ୍ୟ କଲି। ସେବା ମାଧ୍ୟମରେ ସେ ଦାୟିତ୍ୱ ମଧ୍ୟ ମୋତେ ଦିଆଗଲା। ଯେଉଁ ସେବା ଠାକୁର ଯେତେବେଳେ ମୋତେ ଅର୍ପଣ କଲେ ତାହା ମୁଁ ଆନନ୍ଦ ମନରେ ପାଳନ କରେ। ମୋତେ ସେ ସେବା ଗୁଡ଼ିକ କରିବାକୁ ଭଲ ଲାଗେ। ଥରେ ଠାକୁର
ଆଉ गोटे गुरु दायित्व मत देले कहले ए चंदन पोखरी इलाका पाइकपड़ा जमींदारंकर प्रभाकर बाबा कपिल बाबा सुवर्ण बाबा जगन्नाथ बाबा और आर्तत्राण बाबा सहित तुम्हें जाई पुरी मरीचिकोटा आश्रम में पहुँचब सेठारू कलिकता गुमास्ता कृष्ण बाबू को बसा को जीव से अति धर्मपरायण और दयालु व्यक्ति साधु मान को देखी से भिक्षा देवा को चाहिए तुम्हें ठाकुर चंदन पोखरी पाइकपड़ा जमींदार इलाका को भिक्षा रूपे मागिब तो आमे ठाकुर आदेश मानि जाई कृष्ण बाबू बसारे पहुँचलु ठाकुर कृपारू से मध्य पाइकपड़ा इलाका को आम मान को दान कले जो स्थान आज चंदन पुष्करणी रे परिणति होइछि गुणनिधिंकर गुण बाहुनिबाकू समय अंटिनी प्रकृत रे ठाकुरंकर सन्यासी मानकर मध्य पुरस्तम बाबा स्थान स्वतंत्र तांकर हस हस मुख अमृत बला वचन और आदर स्नेह समस्त भक्त माने अनुभव करती ओडिशार जो अंचल को से भ्रमण करी जाइछंती सेठारे से तांकर अकपट स्नेह को भक्त मान मध्य बांटी शेष जीवन से शांति आनंद आश्रम पवित्र माटी को आलिंगन पूर्वक शेष निश्वास त्याग करी समाधि प्राप्त हेले तांको केवे गोष्ठी पूजा बेले भक्त माने भजन गोटे गाइबा को अनुरोध कले प्रथमे से तो मना कर दियंती अति बड़ेले लुह छल छल आखिरी ठाकुरंकर यही भजनटी को गाय बसंती भाव विनदिया ठाकुर आए जीव जीवन तवांग्रीम रे मुहि शरण गली कर कारण पतित पावन बाना तो बोली शुणिली जहूँ आश्रय करिअछि केवल भक्ति पाइबी काहूँ सत्यनारायण स्वामी जय। एथिला परम पूज्य नित्य सेवक ठाकुरंकर शरणाश्रित सन्यासी पूज्य पुरस्तम बाबांकर वास्तव में जो स्नेह श्रद्धा भक्त मान प्रति समस्त सन्यासी मान प्रति अगाढ़ थिला वास्तव में से जड़े महान आत्मा तांकरी चरण तले सदा भक्ति रहू से महाप्रभुंकर श्रीचरण तलता सबुदिन अच्छी तेणु गुरु केबे कुआड़े जाती गुरु परमात्मा सहित मिलित हो जाती सदासर्वदा गुरुदेवंकर पादपद्म रही था निर्देश हेले से पुणी प्रभु नित्यधाम मर्त्यधाम को पठाती सत्यनारायण स्वामी समस्त मंगल करंतु एक कथाटी आपण को आनंद लगी प्रभुंकर कृपा।